ମୋର ଚାକିରି ଏକ ଅଜବ ଚାକିରି। ବୋଧହୁଏ ବହୁତ କମ୍ ଲୋକ ଏପରି କାମ କରୁଥିବେ। ମୁଁ ଏପରି କାମ କରେ। ନା ସେହି ବ୍ୟକ୍ତିଙ୍କ ପ୍ରତି ମୋର କୌଣସି ଜାତି ଶତ୍ରୁତା ଥାଏ କିମ୍ବା ମୁଁ ସେହି ବ୍ୟକ୍ତିଙ୍କୁ ଭଲ ଭାବରେ ଜାଣେ। ତଥାପି ମୋତେ ତାଙ୍କୁ ମୃତ୍ୟୁ ଦେବାକୁ ପଡ଼ୁଥିଲା। କିନ୍ତୁ କ'ଣ କରିବା, ଏହା ଆମର କାମ। ମୁଁ ତୁମକୁ ମୋ ଜୀବନର ଏପରି ଏକ ବାସ୍ତବତା ବିଷୟରେ କହିବି ଯାହା ତୁମେ ଆଗରୁ କେବେ ଶୁଣିନଥିବ। ମୁଁ ଏହି କାହାଣୀ ବିଷୟରେ କାହାକୁ କହିନାହିଁ, କିନ୍ତୁ ମୋ ହୃଦୟରେ ଏହା ଏକ ବୋଝ ପରି। ଯଦି ମୁଁ ଆଜି ଲୋକମାନଙ୍କୁ ଏହି କାହାଣୀ କହିବି ନାହିଁ, ମୁଁ ଶାନ୍ତିରେ ମରିପାରିବି ନାହିଁ। କାରଣ ମୋର ବର୍ତ୍ତମାନ 70 ବର୍ଷ ବୟସ। ମୁଁ ମଧ୍ୟ ଅବସର ନେଇଛି। କିନ୍ତୁ ମୁଁ ନିଶ୍ଚିତ ଭାବରେ ଏହି କାହାଣୀ ବିଷୟରେ କହିବି। କାରଣ ଲୋକମାନେ ମଧ୍ୟ ଏହି ବ୍ୟକ୍ତିଙ୍କ ବିଷୟରେ ଜାଣିବା ଉଚିତ। ମୁଁ ଏହି ବ୍ୟକ୍ତିଙ୍କୁ ଭଲ ବୋଲି ମଧ୍ୟ କହିବି ନାହିଁ, କିନ୍ତୁ ତାଙ୍କ ବିଷୟରେ ମୁଁ କହିବାକୁ ଚାହେଁ। ଯେତିକି ସାହସ ଏହି ବ୍ୟକ୍ତିଙ୍କର ଥିଲା, ବୋଧହୁଏ ଆପଣମାନେ ଏପରି ସାହସିକତା କେବେ ଦେଖିନଥିବେ କିମ୍ବା ଶୁଣିନଥିବେ। ତେଣୁ ଏହି କାହାଣୀର ଶେଷରେ ମୁଁ ନିଶ୍ଚିତ ଭାବରେ ଆପଣଙ୍କ ମତାମତ ଜାଣିବାକୁ ଚାହେଁ। ଏହି ବ୍ୟକ୍ତିଙ୍କ ବିଷୟରେ ଆପଣ କ'ଣ ଭାବନ୍ତି? ସେ ଯାହା କରିଥିଲେ ଭୁଲ କରିଥିଲେ ନା ଠିକ୍? ତେବେ କାହାଣୀର ବିଷୟବସ୍ତୁ ଆରମ୍ଭ କରିବା। ସକାଳ 5ଟା ଥିଲା। ଆଜି ଆମକୁ ଜଣେ କଏଦୀଙ୍କୁ ଫାଶୀଦଣ୍ଡ ଦେବାକୁ ଥିଲା। ଆଜି ଅତ୍ୟଧିକ ଥଣ୍ଡା ଥିଲା। ଫାଶୀଘାଟ ଉପରେ ନିର୍ମିତ ଛାତ ମଧ୍ୟ ଭାଙ୍ଗି ଯାଇଥିଲା ଏବଂ ଥଣ୍ଡା ପବନ ପ୍ରବାହିତ ହେଉଥିଲା। ଏହି ଫାଶୀଘାଟ ଜେଲଠାରୁ ବହୁତ ଦୂରରେ ନିର୍ମିତ ହୋଇଥିଲା। ଏହି କଏଦୀଙ୍କ ନାମ ରବି ଥିଲା। ସେ ନିଜ କକାଙ୍କୁ ହତ୍ୟା କରିଥିଲେ। ତାଙ୍କୁ ଫାଶୀ ଦିଆଯିବା ପାଇଁ ଦଣ୍ଡ ଦିଆଯାଇଥିଲା ଏବଂ ଆଜି ତାଙ୍କର ସମୟ ଆସିଥିଲା ଏବଂ ଆଜି ସେ ଜେଲ୍ ଦଣ୍ଡ ଭୋଗିବା ପରେ ଫାଶୀଘାଟରେ ପହଞ୍ଚିଥିଲେ ଏବଂ ଆମେ ସମସ୍ତେ ଆଜି ସକାଳେ ଘାଟ ଆଡ଼କୁ ଯାଉଥିଲୁ। ମୁଁ ଏହି ଜେଲ୍ର କାରାପାଳ ଅଟେ। ଜେଲ୍ରେ ଏପରି ପରିବେଶରେ ସର୍ବଦା ନୀରବତା ରହିଥାଏ। କଏଦୀ ମଧ୍ୟ ବହୁତ ଚିନ୍ତିତ ଏବଂ ଭୟଭୀତ ଥାଆନ୍ତି। କିଛି ଲୋକ ଭୟଭୀତ ହୋଇଥିଲେ ଏବଂ ଚିତ୍କାର ମଧ୍ୟ କରିଥିଲେ। କିନ୍ତୁ ଏହି ବ୍ୟକ୍ତି ଅତି ନୀରବ ଏବଂ ସିଧାସାଧା ଚାଲୁଥିଲେ। ଯେପରି ତାଙ୍କୁ କୁହାଯାଇଥିଲା ଯେ ତୁମକୁ ନୋବେଲ ପୁରସ୍କାର ଦିଆଯାଉଛି। ତୁମେ ଆସି ତୁମର ପୁରସ୍କାର ନିଅ। ଏବଂ କେବଳ ଏତିକି ନୁହେଁ, ତାଙ୍କ ମୁହଁରେ ହସ ମଧ୍ୟ ଥିଲା। ଆଖି ବହୁତ ବଡ଼ ଥିଲା। କିଛି ସମୟ ପାଇଁ ତାଙ୍କ ଆଖିରେ ଭୟ ନଥିଲା। ମୃତ୍ୟୁ ଏକ ଅଦ୍ଭୁତ ବିଷୟ। ଏପରିକି ସାହସୀ ବ୍ୟକ୍ତି ମଧ୍ୟ ମୃତ୍ୟୁକୁ ଭୟ କରେ। ଏହି ବ୍ୟକ୍ତି ଆଦୌ ମୃତ୍ୟୁକୁ ଭୟ କରୁନଥିଲେ। ଏହା ନୁହେଁ ଯେ ସେ ନିଜ ଭାବନାକୁ ଲୁଚାଉଥିଲେ। ତାଙ୍କ ଭିତରେ ଭୟର ଭାବନା ନଥିଲା। ମୁଁ ଆଶ୍ଚର୍ଯ୍ୟ ହୋଇଥିଲି। ମୁଁ କହିଲି, ଏହି ସମସ୍ୟା କ'ଣ? ଯେତେବେଳେ ମୁଁ ତାଙ୍କୁ ଟିକିଏ ନିକଟତର କଲି, ମୁଁ ତାଙ୍କ ପାଖରେ ଠିଆ ହେଲି। ମୁଁ କହିଲି, ଯଦି ତୁମକୁ କାନ୍ଦିବା ଆସୁନାହିଁ, ତେବେ ଅନ୍ତତଃ ପକ୍ଷେ ତୁମର ହସକୁ ତ ଲୁଚାଇ ରଖ। ତୁମେ କ'ଣ କରୁଛ? ସେ କହିଲେ, ଯଦି ଆପଣ ମୋର ହସର କାରଣ ଜାଣିବେ, ତେବେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ମୁଁ ଶୁଣିଥିଲି ଯେ ଏହି ସମୟରେ ମୋତେ ମୋର ଶେଷ ଇଚ୍ଛା ପଚରାଯିବ। ସେ ଜଣେ ଲମ୍ବା ଚଉଡ଼ା ବ୍ୟକ୍ତି। ସେ ବହୁତ ଲମ୍ବା, ପ୍ରାୟ 6.5 ଫୁଟ ଉଚ୍ଚ ଥିଲେ ଏବଂ ସେ ଜଣେ ମିସ୍ତ୍ରୀ ମଧ୍ୟ ଥିଲେ। ସେ ଲୋକଙ୍କ ଘର ନିର୍ମାଣ କାମ କରୁଥିଲେ। ଏତେ ଥଣ୍ଡା ଥିଲା ଯେ ସେ ମଧ୍ୟ ଥରୁଥିଲେ। କିନ୍ତୁ ତାଙ୍କ ପାଇଁ ଆଜି ଜୀବନର ଶେଷ ଦିନ ଥିଲା। ମୁଁ କହିଲି, ହଁ, ମୋତେ କୁହ, ତୁମର ଶେଷ ଇଚ୍ଛା କ'ଣ? ମୁଁ ଜାଣେ ଯେ ସେଠାରେ କିଛି ଅଦ୍ଭୁତ ଇଚ୍ଛା ରହିବା ଆବଶ୍ୟକ। ଯଦିଓ ଅଧିକାଂଶ ଲୋକଙ୍କର ଶେଷ ଇଚ୍ଛା ହେଉଛି ଆମକୁ ବହୁତ ଖାଦ୍ୟ ଖାଇବାକୁ ଦିଅ କିମ୍ବା ଆମ ପରିବାରର ନିକଟବର୍ତ୍ତୀ ବ୍ୟକ୍ତିଙ୍କୁ ଭେଟିବାକୁ ଦିଅ। କିନ୍ତୁ ସେ କାହାକୁ ନିମନ୍ତ୍ରଣ କରିନଥିଲେ। ଆମେ ଜାଣିଥିଲୁ ତାଙ୍କର ନିଶ୍ଚିତ ପରିବାର ଅଛି, କିନ୍ତୁ ତାଙ୍କୁ ଭେଟିବାକୁ କେହି ଏଠାକୁ ଆସିନାହାନ୍ତି।
ଏହି ବ୍ୟକ୍ତି ଗାଁର ଲୋକମାନଙ୍କ ପରି ଦେଖାଯାଉଥିଲେ, ଯେଉଁମାନେ ତାଙ୍କ ଜୀବନ ସାରା ଚାଷବାସ କରନ୍ତି। ସେ କହିଲେ, ମୋର ଶେଷ ଇଚ୍ଛା ଅତ୍ୟନ୍ତ ଅଦ୍ଭୁତ ସାର୍। କ'ଣ ଆପଣ ମୋର ଶେଷ ଇଚ୍ଛା ପୂରଣ କରିବେ? ମୁଁ କହିଲି, ହଁ, ମୁଁ ଏହାକୁ ପୂରଣ କରିବି। ସେ କହିଲା, ନା, ଏପରି ନୁହେଁ। ମୋର ଇଚ୍ଛା ଯାହା ଆପଣ ନିଜେ ଏହାକୁ ପୂରଣ କରିବେ। ମୁଁ କହିଲି, ତୁମେ କ'ଣ କହିବାକୁ ଚାହୁଁଛ? ସେ କହିଲେ ଯେ ମୋର ଫାଶୀ ପରେ ଅର୍ଥାତ୍ ମୋର ମୃତ୍ୟୁର 4 ମାସ ପରେ ଆପଣ ନିଶ୍ଚିତ ଯାଇ ମୋ କବର ଖୋଲିବେ ଏବଂ ଦେଖିବ ଏହା ଭିତରେ କ'ଣ ଅଛି। ମୁଁ କହିଲି, ଏହା ତୁମର କି ପ୍ରକାରର ଇଚ୍ଛା? ମୁଁ ତାଙ୍କ ପାଟିରୁ ଏହା ଶୁଣି ଟିକେ ଆଶ୍ଚର୍ଯ୍ୟ ହୋଇଗଲି। ସେ କହିଲା, ଏହା ମୋର ଶେଷ ଇଚ୍ଛା ଏବଂ ଏହି ଇଚ୍ଛା ପୂରଣ କରିବା ପରେ ଆପଣ ମୋତେ ଭୁଲି ପାରିବେ ନାହିଁ। ସେ କହିଥିଲେ ଯେ 4 ମାସ ପରେ ତୁମେ ନିଶ୍ଚିତ ଭାବେ ମୋର କବର ଖୋଲିବ। ମୁଁ ମୋ କବର ଖୋଲିବାକୁ ମୋ ଜୀବନରୁ ଅନୁମତି ଦେଲି। ଏହାପରେ ଆପଣ ଜାଣିବେ ମୁଁ କାହିଁକି ଏହି ଇଚ୍ଛା କଲି। ମୁଁ କହିଲି, ଠିକ୍ ଅଛି ଏବଂ ତାଙ୍କ ଫାଇଲରେ ମୁଁ ତାଙ୍କର ଶେଷ ଇଚ୍ଛା କ'ଣ ଲେଖିଲି। ଆମକୁ ସମ୍ପୂର୍ଣ୍ଣ ରେକର୍ଡ ଦେଖାଇବାକୁ ପଡ଼ିବ। ତାଙ୍କ ଘର ଠିକଣା ମଧ୍ୟ ଏହି ଫାଇଲରେ ଥିଲା ଏବଂ ତାଙ୍କ ବିଷୟରେ ମଧ୍ୟ ସୂଚନା ଥିଲା। ସେହି ବ୍ୟକ୍ତି ଏହି ଜଗତ ଛାଡ଼ି ଚାଲିଗଲେ ଯେପରି ତାଙ୍କୁ ଏହି ଜେଲରେ ଫାଶୀ ଦିଆଯାଇଥିଲା। ଏପରି ପରିବେଶ ସୃଷ୍ଟି ହୋଇଥିଲା ଯେପରି ଆଜି ପୁରା ଦୁନିଆ ଚୁପ୍ ହୋଇଯାଇଥିଲା। ଏହାପରେ ତାଙ୍କ ମୃତଦେହକୁ ତାଙ୍କ ଘରକୁ ପଠାଯାଇଥିଲା। ପରେ ଅନ୍ତିମ ସଂସ୍କାର ଗୃହକୁ ନିଆଯାଇଥିଲା। ମୁଁ ମୋ କାମରେ ବ୍ୟସ୍ତ ଥିଲି, କିନ୍ତୁ ସେବେଠାରୁ ପ୍ରାୟ 2 ମାସ ବିତିଗଲା ଏବଂ ସେ ସବୁବେଳେ ମୋର ସ୍ୱପ୍ନ ଏବଂ ଚିନ୍ତାଧାରାରେ ଥିଲେ। ମୁଁ ତାଙ୍କ ବିଷୟରେ ଚିନ୍ତା କରୁଥିଲି। ବେଳେବେଳେ ମୁଁ କ୍ୟାଲେଣ୍ଡରକୁ ବାରମ୍ବାର ଦେଖୁଥିଲି ଏବଂ ଭାବୁଥିଲି ଯେ 4 ମାସ କେବେ ସମାପ୍ତ ହେବ। ସେ କହିଥିଲା ଯେ ତୁମେ ଯାଇ 4 ମାସ ପରେ ଦେଖିବ ଏବଂ ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଯେ ମୁଁ କାହିଁକି ସେ ଦିନକୁ ଅପେକ୍ଷା କରିଥିଲି। ଏହା ମଧ୍ୟ ହୋଇପାରେ କି, କିଏ ଜାଣେ, ମରିବା ପୂର୍ବରୁ ସେ ଏପରି ମିଥ୍ୟା ପ୍ରସଙ୍ଗ ଉଡ଼ାଉଥିଲା। ମୁଁ ଯେକୌଣସି ପ୍ରକାରେ ମରିବାକୁ ଯାଉଛି, କାହିଁକି ଅଜବ କଥା କହି ଏହି ଦୁନିଆ ଛାଡ଼ିବି ନାହିଁ। କିନ୍ତୁ ତଥାପି ସେ ନିଜେ ମୋତେ ତାଙ୍କ କବର ଖୋଳିବାକୁ ଅନୁମତି ଦେଇଥିଲେ ଏବଂ ମୁଁ ଏହି କାମ କରିବାକୁ ଚାହୁଁଥିଲି। ସମୟ ସରିବା ମାତ୍ରେ 4 ମାସ ବିତିଗଲା। ମୁଁ ମୋର ସମଗ୍ର ଦଳକୁ ସାଙ୍ଗରେ ନେଇ ତାଙ୍କ କବର ଖୋଳିବାକୁ ବାହାରିଲି। ମୋର ବହୁତ ଲୋକ ଦରକାର ଥିଲେ। ମୁଁ ମୋ ମୋବାଇଲ କ୍ୟାମେରା ଅନ୍ କରି ରଖିଥିଲି। ମୁଁ ତାଙ୍କ କବର ଭିତରେ କ'ଣ ଅଛି ଦେଖିବାକୁ ଚାହୁଁଥିଲି। ସେ ପ୍ରମାଣ କରିବାକୁ ଚାହୁଁଛନ୍ତି କ'ଣ ସେ ନିର୍ଦ୍ଦୋଷ। କିନ୍ତୁ ସେପରି ନଥିଲା। ସେ ତ ନିଜେ ନିଜର ଅପରାଧ ସ୍ୱୀକାର କରିଥିଲେ। ସେ ତାଙ୍କର ନିଜ କକାଙ୍କୁ ଏହି ଦୁନିଆରୁ ଦୂରେଇ ଦେଇଥିଲେ। ସେ କହିଥିଲେ ଯେ ମୋ ସପକ୍ଷରେ ଆଉ କିଛି କହିବାର ନାହିଁ। ଆପଣମାନେ ଯାହା ଚାହାନ୍ତି ମୋତେ ଦଣ୍ଡ ଦେଇପାରିବେ। ତାଙ୍କ ଚେହେରା ତଥାପି ମୋ ଆଖି ସାମ୍ନାରେ ଥିଲା। ମୋ ସହିତ 2 ଜଣ ଲୋକ ଥିଲେ। ମୁଁ ସେମାନଙ୍କୁ କବର ଖୋଳିବା କାର୍ଯ୍ୟ ଆରମ୍ଭ କରିବାକୁ ସଂକେତ ଦେଇଥିଲି। କିଛି ସମୟ ପରେ ମୌଲବୀ ସାହେବ ସେଠାରେ ପହଞ୍ଚି ପଚାରିଲେ, ତୁମେ କ'ଣ କରୁଛ? ଏସବୁ କରିବା ବଡ଼ ଅପରାଧ। କାହାର ଅନୁମତିରେ ତୁମେ ଏସବୁ କରୁଛ? ତାପରେ ମୁଁ କହିଲି, ଏହି କବର ଖୋଳାଯାଉଛି ସେ ବ୍ୟକ୍ତି ନିଜେ ଏଥିପାଇଁ ଅନୁମତି ଦେଇଛନ୍ତି। କିନ୍ତୁ ମୌଲବୀ ସାହେବ ମୋତେ ଏଥିରେ ଆଶ୍ଚର୍ଯ୍ୟ ହୋଇ ଅନାଇଲେ। ସେ କି ପ୍ରକାରର ବ୍ୟକ୍ତି ଥିଲେ? ନିଜର କବର ଖୋଳି ଦେଖିବା ପାଇଁ ମୃତ୍ୟୁ ପୂର୍ବରୁ ଅନୁମତି ଦେଇଥିବା ବ୍ୟକ୍ତି। କିନ୍ତୁ ଆମେ ପୋଲିସ ଥିଲୁ, ତେଣୁ ସେ ମୌଲବୀ ବେଶୀ କିଛି ପ୍ରଶ୍ନ କରିନଥିଲେ। ସେ ମଧ୍ୟ ସେଠାରେ ଠିଆ ହୋଇଥିଲେ। କାର୍ଯ୍ୟ ଆରମ୍ଭ ହେଲା। ମୁଁ ଅଧୈର୍ଯ୍ୟ ହୋଇ ପଡ଼ିଥିଲି। ମୁଁ ଭାବୁଥିଲି ଯେ ତାଙ୍କର କବର ଏମିତି କ'ଣ ହେବ। ଯଦିଓ ଏହିପରି କବରଗୁଡ଼ିକ ଖୋଳାଗଲେ ସେଥିରୁ ଦୁର୍ଗନ୍ଧ ହୁଏ, କାରଣ ମାତ୍ର 4 ମାସ ବିତିଥିଲା। କିନ୍ତୁ ତାଙ୍କ କବର ସହିତ ଏହିପରି କିଛି ଘଟିନଥିଲା। ମୌଲବୀ ସାହେବ କହିଲେ, ଲାଗୁଛି ଯେ ସେ ଜଣେ ଭଲ ମଣିଷ ଥିଲେ। ଏପର୍ଯ୍ୟନ୍ତ ଦୁର୍ଗନ୍ଧ ହେଉନାହିଁ। ମୁଁ କହିଲି, ମୋତେ ଲାଗୁନାହିଁ। ଏହା ଭାବିବା ପାଇଁ ସେ ଆମକୁ କବର ଖୋଳିବାକୁ କହିଥିଲେ ଯେ ସେ ଜଣେ ଭଲ ବ୍ୟକ୍ତି।
ତାଙ୍କ ଭିତରେ କି ପ୍ରକାର ଭଲତା ଥିଲା। ସେ ଜଣେ ସାଧାରଣ ଲୋକ ଥିଲେ। ଯେ ପର୍ଯ୍ୟନ୍ତ ସେ ଜେଲରେ ଥିଲେ ଆମେ ତାଙ୍କୁ କେବେ ନମାଜ ଅର୍ପଣ କରୁଥିବାର ଦେଖିନଥିଲୁ କିମ୍ବା ସେ କୌଣସି କୁରାନ୍ ପଢ଼ିନଥିଲେ। ଯେତେବେଳେ କଏଦୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ ସେତେବେଳେ ତାକୁ ନମାଜ କୁରାନ୍ର ଆବଶ୍ୟକତା ହୋଇଯାଏ। ଏହାର କାରଣ ହେଉଛି ଯଦି ବର୍ତ୍ତମାନ ଆମକୁ ଭଗବାନଙ୍କ ନିକଟକୁ ଯିବାକୁ ପଡ଼ିବ ତେବେ ଆମେ କେଉଁ ଚେହେରା ସହିତ ଯିବା? କିଛି ସମୟ ପରେ କବରଟି ସମ୍ପୂର୍ଣ୍ଣ ଖୋଲା ହେଲା। ବର୍ତ୍ତମାନ ସମୟ ଆସିଛି ସିମେଣ୍ଟ ସ୍ଲାବ୍ ହଟାଇବା ପାଇଁ। ଯେତେବେଳେ ସିମେଣ୍ଟ ସ୍ଲାବ୍‌ଗୁଡ଼ିକ ହଟାଗଲା ମୋ ସାମ୍ନାରେ ଏହି ଦୃଶ୍ୟ ଦେଖିବା ପରେ ମୋ ଆଖି ତଟକା ହୋଇଗଲା। ମୋ ପାଦତଳୁ ଭୂମି ଖସିଗଲା। ମୁଁ ଶୀଘ୍ର ସେଠାରୁ ଦୌଡ଼ି ପଳାଇଲି। ସମସ୍ତେ ଆଶ୍ଚର୍ଯ୍ୟ ଥିଲେ। ମୌଲବୀ ସାହେବ ତାଙ୍କ କାନକୁ ସ୍ପର୍ଶ କରିଥିଲେ। ମୋତେ ତାଙ୍କ ଘରକୁ ଯିବାକୁ ଥିଲା। ତାଙ୍କ ଘର ଖୋଜିବାରେ ମୋର କିଛି ଅସୁବିଧା ହେଲା। ତାଙ୍କ ଘର ବହୁତ ଛୋଟ ଥିଲା। ଜଣେ ସ୍ଥାନୀୟ ପିଲା ମୋତେ କହିଲେ ଯେ ଏହା ହେଉଛି ମିସ୍ତ୍ରୀ ଅନୱରଙ୍କ ଘର। ଯେତେବେଳେ ମୁଁ କବାଟ ଆଡ଼କୁ ଚାହିଁଲି ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି। ଘରଟି ଅତ୍ୟନ୍ତ ଖରାପ ଅବସ୍ଥାରେ ଥିଲା। କବାଟ ଆଗରେ ଏକ ମଇଳା ଛିଣ୍ଡା ପରଦା ଝୁଲୁଥିଲା। କବାଟ ପୁରୁଣା ଲୁହାରେ ତିଆରି ହୋଇଥିଲା ଯାହା ଅନେକ ସ୍ଥାନରେ କଳଙ୍କି ଲାଗିଥିଲା। ମୁଁ ଯେତେବେଳେ କବାଟ ବାଡ଼େଇଲି ଭିତରୁ ଜଣେ ବୃଦ୍ଧ ମହିଳାଙ୍କର ସ୍ୱର ଆସିଲା। ସେ ପଚାରିଲେ କିଏ? ମୁଁ କ'ଣ କହିବି ବୁଝିପାରିଲି ନାହିଁ। ମୁଁ କହିଲି ମା ମୁଁ ଏଠାରେ ଅଛି। ସେ କହିଲେ ତୁମେ ଯିଏ ବି ହୁଅ ପୁଅ ଭିତରକୁ ଆସ। ମୁଁ ଘରେ ପ୍ରବେଶ କଲାବେଳେ ମୋ ସାମ୍ନାରେ ଏହି ଦୃଶ୍ୟ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ବୋଧହୁଏ ସେହି ଘରେ କେବଳ 2ଟି କୋଠରୀ ଥିଲା ଆଉ ଏକ ଛୋଟ ରୋଷେଇ ଘର ଥିଲା। ଘରୁ ଏକ ଅଦ୍ଭୁତ ଗନ୍ଧ ଆସୁଥିଲା ଏବଂ ଛୋଟ ପ୍ରାଙ୍ଗଣରେ ସେହି ବୃଦ୍ଧ ମହିଳା ଜଣକ ବସି ପୋଷାକ ସିଲେଇ କରୁଥିଲେ। ତାଙ୍କ ଆଖିରେ ଥିବା ଚଷମା ଦର୍ଶାଇପାରେ ଯେ ତାଙ୍କ ଦୃଷ୍ଟିଶକ୍ତି ବହୁତ ଖରାପ ଥିଲା ଏବଂ ଏହି କାମ କରିବା ତାଙ୍କ ସାମର୍ଥ୍ୟରେ ନଥିଲା। ତଥାପି ସେ ଏହି କାର୍ଯ୍ୟରେ ବ୍ୟସ୍ତ ଥିଲେ। ଯେତେବେଳେ ତାଙ୍କ ଧ୍ୟାନ ମୋ ଆଡ଼କୁ ଆସିଲା ସେ କହିଲେ ଆପଣ କାହାକୁ ଭେଟିବାକୁ ଚାହୁଁଛନ୍ତି? ମୁଁ କହିଲି ମୋର ନାମ ରବି। ମୁଁ ତୁମ ପୁଅ ବିଷୟରେ କିଛି ସୂଚନା ପାଇବାକୁ ଆସିଛି। ବୃଦ୍ଧା ତାଙ୍କ ପୁଅ ବିଷୟରେ ଶୁଣିବା ପରେ ତାଙ୍କ ହୃଦୟରେ ହାତ ରଖିଥିଲେ। ସେ କହିଲେ 4 ମାସ ପରେ ଆଜି ପ୍ରଥମ ଥର ପାଇଁ କେହି ଜଣେ ତାଙ୍କ ବିଷୟରେ କଥାବାର୍ତ୍ତା କରିବାକୁ ଆସିଛନ୍ତି। ନଚେତ୍ ଯିଏ ଆସିଲା ସେ ଅନୁତାପ କରିବାକୁ ଆସିଥିଲା। ମୁଁ କହିଲି ହଁ ମୁଁ ଜାଣେ ସେ ଆଉ ଏହି ଦୁନିଆରେ ନାହାନ୍ତି କିନ୍ତୁ ମୁଁ ତାଙ୍କ ବିଷୟରେ କିଛି ଜାଣିବାକୁ ଚାହେଁ। ତୁମେ ମୋତେ କହିବ କି? ସେ କହିଲେ ଯେ ଜଣେ ମା ନିଜ ପୁଅ ବିଷୟରେ କହିବାକୁ କାହିଁକି ଭୟ କରିବ? ଯେତେବେଳେ ମୁଁ ତା ବିଷୟରେ କଥାବାର୍ତ୍ତା କରେ ମୋତେ ଏହା ଭଲ ଲାଗେ। ସେ ଆଉ ଏ ଦୁନିଆରେ ନାହିଁ କିମ୍ବା ତାର କୌଣସି ସ୍ମୃତି ନାହିଁ। ମୁଁ ଆଗକୁ ଚାହିଁ ଦେଖିଲି ଜଣେ ମହିଳା କବାଟରୁ ଲୁଚି ରହି ମୋତେ ଦେଖୁଛନ୍ତି। ସେହି ମହିଳାଙ୍କ ବୟସ ପ୍ରାୟ 25ରୁ 27 ବର୍ଷ ପରି ଦେଖାଯାଉଥିଲା। ବୋଧହୁଏ ସେ ବିବାହିତ ଥିଲେ। ଘରେ ଏକ ଛୋଟ ଭଙ୍ଗା ଖେଳନା ମଧ୍ୟ ପଡ଼ିଥିଲା। ଲାଗୁଥିଲା ବୋଧହୁଏ ଏହି ଘରେ ଏକ ଛୋଟ ପିଲା ଅଛି। ପିଲାଟି କାହାର ଥିଲା? ସେ ପିଲାଟି ଅନୱରର ନୁହେଁ ତ? ଯଦି ହଁ ସେହି ପିଲାଟି ବର୍ତ୍ତମାନ ଅନାଥ ହୋଇଯାଇଥିଲା। ଯେତେବେଳେ ମହିଳା ଜଣକ ମୁଁ ତାଙ୍କୁ ଦେଖୁଥିବାର ଦେଖିଲେ ସେ କବାଟ ପଛରେ ଲୁଚିଗଲେ। ବୃଦ୍ଧ ମା ମଧ୍ୟ ଏହି ଦୃଶ୍ୟ ଦେଖିଥିଲେ। ସେ କହିଲେ ଯେ ଏ ଅନୱରର ବିଧବା ପତ୍ନୀ ଏବଂ ସେ କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ଅଧିକ କଥାବାର୍ତ୍ତା କରନ୍ତି ନାହିଁ। ସେ ବହୁତ ଅସୁସ୍ଥ ଏବଂ ବହୁତ ଚିନ୍ତିତ। ସେଥିପାଇଁ ମୁଁ ବହୁତ ବିବ୍ରତ ପୁଅ। ସେହି ବୃଦ୍ଧ ଅସହାୟ ମହିଳା ମୋତେ ବସିବାକୁ କହିଲେ। ମୁଁ କହିଲି ମା ତୁମେ ମୋତେ କହିପାରିବ କି ସେ ଏସବୁ କାହିଁକି କଲା ଏବଂ ସେ କି ପ୍ରକାରର ଲୋକ ଥିଲେ? ତେଣୁ ସେ କହିଲେ ହଁ ସେ ଏସବୁ କାହିଁକି କଲା ଏହା ପଛରେ ଏକ ବଡ଼ କାହାଣୀ ମଧ୍ୟ ଅଛି। ମୁଁ କହିଲି ମୁଁ ଏହି କାହାଣୀ ଜାଣିବାକୁ ଆସିଛି। ସେ କହିଲେ ଏହା ବହୁତ ଲମ୍ବା କାହାଣୀ ଏବଂ ବୃଦ୍ଧ ମା ମୋତେ ପୁଅର କାହାଣୀ କହିବା ଆରମ୍ଭ କଲେ। ସେ କହିଲେ ଯେ ମୋ ପୁଅ ବହୁତ ବୁଦ୍ଧିମାନ କିନ୍ତୁ ସେ ଜଣେ ସାଧାରଣ ମଣିଷ ନୁହନ୍ତି। ମୁଁ କହିଲି
ତୁମେ କ'ଣ କହିବାକୁ ଚାହୁଁଛ? ସେ କହିଲେ, ଆମେ ଯେପରି ସାଧାରଣ ଲୋକ, ମୋ ପୁଅ ଆମ ମଧ୍ୟରୁ ଜଣେ ନୁହଁ। ସେ ସାଧାରଣ ଲୋକମାନଙ୍କ ମଧ୍ୟରେ ନଥିଲା। ସେ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ତା'ର ସବୁକିଛି ଅତି ଶୀଘ୍ର ହୋଇଯାଉଥିଲା। ସେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲା, କିନ୍ତୁ ସେ ଷଷ୍ଠ ଶ୍ରେଣୀରେ ପୂରା ପାଠ ପୂରଣ କରିସାରିଥିଲା। ତାଙ୍କ ଶ୍ରେଣୀ ଶିକ୍ଷକ ମୋତେ ଡାକିଲେ। ମୋ ପାଖରୁ ତା ବିଷୟରେ ବହୁତ କିଛି ଜାଣିବାକୁ ଚେଷ୍ଟା କଲେ ଏବଂ ମୋ ପୁଅକୁ 2ଟି ଶ୍ରେଣୀ ଆଗକୁ ବଢ଼ାଇ ଦେଲେ। ତାହା ହେଉଛି, ତାକୁ ଅଷ୍ଟମ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଥିଲେ। ସେ ଅଧିକ ଅଧ୍ୟୟନ କରିନଥିଲା। ଦ୍ୱାଦଶ ପୂରଣ କରିବା ପରେ ସେ ଅଧ୍ୟୟନ ଛାଡ଼ିଥିଲା ଏବଂ ସବୁକିଛି ଶିଖିବା ପାଇଁ ତାଙ୍କର ବହୁତ ଆଗ୍ରହ ଥିଲା। ସେ ମିସ୍ତ୍ରୀ କାମ ଶିଖିବା ଆରମ୍ଭ କରିଥିଲା ଏବଂ ସେ ଛୋଟରୁ ଛୋଟ ଜାଗାରେ ମଧ୍ୟ ବହୁତ ଭଲ ଘର ତିଆରି କରିଦେଉଥିଲା। ମୋ ପୁଅ ବହୁତ ବୁଦ୍ଧିମାନ ଥିଲା। ଥରେ ଯେଉଁ କାମ ଦେଖିଥିବ, ସେ ଜାଣିପାରୁଥିଲା କିପରି ସେ କାମକୁ ଶୀଘ୍ର କରିପାରିବ। ସେ କେବଳ ଗୋଟିଏ ନୁହେଁ, ଅନେକ କାର୍ଯ୍ୟରେ ପାରଦର୍ଶୀ ଥିଲା। ଏମିତି କିଛି କାମ ନାହିଁ ଯାହାକୁ ମୋ ପୁଅ କରିପାରିବ ନାହିଁ। କିଛି ଲୋକ ଅଛନ୍ତି ଯେଉଁମାନେ ସାଧାରଣ ଲୋକଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ। ମୋ ପୁଅ ସେପରି ଥିଲା। ମୁଁ ବୁଝିପାରିଲି ବୃଦ୍ଧ ମା କ'ଣ କହିବାକୁ ଚେଷ୍ଟା କରୁଥିଲେ। ଏହାର ଅର୍ଥ ହେଉଛି, ସେ ପ୍ରକୃତରେ ଜଣେ ବୁଦ୍ଧିମାନ ବ୍ୟକ୍ତି ଥିଲା ଏବଂ ତାଙ୍କୁ ଦେଖିଲେ ବି ସେପରି ଅନୁମାନ ହୁଏ। ସେ ଏହିପରି କଥାବାର୍ତ୍ତା ମଧ୍ୟ କରୁଥିଲେ। ମୁଁ ଏଠାରେ ବସିଥିବାର ପଛରେ କିଛି ଛୋଟ କଥା ନଥିଲା। ସେ କହିଲେ ଯେ ସେ ବହୁତ କମ୍ ବୟସରେ କଠିନ ପରିଶ୍ରମ କରିବା ଆରମ୍ଭ କରି ଆମ ସମସ୍ତଙ୍କ ପେଟ ପୋଷିବା ଆରମ୍ଭ କରିଥିଲା। ତା'ପରେ ମୁଁ ତା'ର ବାହାଘର କରାଇଲି। ଭଗବାନ ତାକୁ ଯୌବନରେ ଏକ ସନ୍ତାନ ଦେଇ ଆଶୀର୍ବାଦ ଦେଇଥିଲେ, କିନ୍ତୁ ତା ପାଖରେ ସବୁବେଳେ କିଛି କାଗଜପତ୍ର ରହିଥିଲା ଯେଉଁଥିରେ କେହି ମାନଚିତ୍ର ଆଙ୍କିବା ପାଇଁ ବ୍ୟବହାର କରୁଥିଲା। ସେ କହୁଥିଲା, ଯେଉଁଦିନ ଏହି ମାନଚିତ୍ର ବିକ୍ରି ହୋଇଯିବ, ଆମେ ସେହିଦିନ ଧନୀ ହୋଇଯିବା। ମୁଁ ତ ପୁଅ ବୁଝିପାରିଲି ନାହିଁ ଏସବୁ କ'ଣ ଥିଲା, କିନ୍ତୁ ସେ ସେହି ମାନଚିତ୍ରକୁ ତା ଜୀବନ ଅପେକ୍ଷା ଅଧିକ ସୁରକ୍ଷିତ ରଖିଥିଲା ଏବଂ ସେ କହୁଥିଲେ ଯେ ସେ କିଛି ବଡ଼ କମ୍ପାନୀକୁ ଯିବ ଏବଂ ମୁଁ ସେମାନଙ୍କୁ ଏସବୁ ଦେଖାଇବି। ସେମାନେ ମୋଠାରୁ ଲକ୍ଷ ଲକ୍ଷ ଟଙ୍କାରେ କିଣିବେ, କିନ୍ତୁ ଯଦି ମୁଁ ଏହି ଗାଁରେ ବସି ରହେ, ତେବେ ମୋତେ କେହି ସାହାଯ୍ୟ କରିପାରିବେ ନାହିଁ। ମୁଁ ଏଠାରେ ମୋର ସମୟ ନଷ୍ଟ କରୁଛି। ମୁଁ ଜଣେ ବୃଦ୍ଧ ମହିଳା ଏବଂ ସରଳ ଥିଲି। ସେ କେବଳ ଟଙ୍କା ଆଣିବ ଏବଂ ଆମର ଘର ଖର୍ଚ୍ଚ ବହନ କରାଯିବ। ମୁଁ ଏଥିରେ ସନ୍ତୁଷ୍ଟ। ଘର ଭଲ ଚାଲିଥିଲା, କିନ୍ତୁ ତା'ପରେ ଆମ ଘରେ କାହାର ଖରାପ ନଜର ପଡ଼ିଲା। ମୋ ସ୍ୱାମୀ ତାଙ୍କ ସାନ ଭାଇଙ୍କଠାରୁ କିଛି ଋଣ ନେଇଥିଲେ ଏବଂ ଏହି ଘରଟି ନିର୍ମାଣ ହେଲା ଏବଂ ଯେତେବେଳେ ମୋ ସ୍ୱାମୀ ଏହି ଦୁନିଆ ଛାଡ଼ି ଚାଲିଗଲେ, ମୋ ଦିଅର ଏଠାକୁ ଆସି ଆମକୁ ଧମକ ଦେବା ଆରମ୍ଭ କଲେ। ସେ କହିଲେ, ଋଣ ଫେରସ୍ତ କର କିମ୍ବା ଏହି ଘର ଛାଡ଼ିଦିଅ। ଆମେ ଗରିବ ଲୋକ ପୁଅ। ଆମର କେବଳ ଗୋଟିଏ ଘର ଥିଲା ଏବଂ ଆପଣ ଦେଖନ୍ତୁ, ଏହି ଘରଟି ଘର କୁହାଯିବା ଯୋଗ୍ୟ କି? କିନ୍ତୁ ତଥାପି ଆମ ମୁଣ୍ଡ ଉପରେ ଛାତ ଅଛି, ତେଣୁ ଆମେ ଏହି ଘର ଦେଇ ପାରିଲୁ ନାହିଁ। ଆମେ ତାଙ୍କଠାରୁ ନେଇଥିବା ଟଙ୍କା ଅପେକ୍ଷା ଏହି ଘର ବହୁତ ମହଙ୍ଗା ଥିଲା, କିନ୍ତୁ ସେ କୌଶଳ ଖେଳୁଥିଲେ। ମୋତେ ଏହି ଘର ଦିଅ ଏବଂ ତୁମର ଋଣ କ୍ଷମା ହେବ। ଏହି ଋଣ ମାତ୍ର 7 ଲକ୍ଷ ଟଙ୍କା ଥିଲା ଏବଂ ଏହି ଘରର ମୂଲ୍ୟ ଆଜି 50 ଲକ୍ଷ ଟଙ୍କା। ଏହିପରି ଝଗଡ଼ା ଆରମ୍ଭ ହେଲା। ପ୍ରଥମେ ସେ ନିଜେ ଆମ ଘରକୁ ଆସୁଥିଲେ, ତା'ପରେ ସେ ଆମ ଘରକୁ ଲୋକ ପଠାଇବା ଆରମ୍ଭ କଲେ ଏବଂ ଦିନେ ଏହା ବହୁତ ଖରାପ ହୋଇଗଲା। ଦିନେ ସେ ନିଜେ ଘରେ ପ୍ରବେଶ କଲେ। ଅନୁଆଙ୍କ ପତ୍ନୀ ଘରେ ଏକୁଟିଆ ଥିଲେ। ସେ ବାରମ୍ବାର କବାଟ ବାଡ଼େଇବା ଆରମ୍ଭ କଲେ। ଯେତେବେଳେ କବାଟ ଖୋଲିଲା ନାହିଁ, ସେ କବାଟ ଭାଙ୍ଗି ଭିତରକୁ ପ୍ରବେଶ କଲେ। ଏହି ବିଚାରୀ ଝିଅଟି ଏତେ ଭୟଭୀତ ହେଲା, ସେ ନିଜକୁ କୋଠରୀରେ ବନ୍ଦ କରିଦେଲା। ଯେତେବେଳେ ଆମେ ଫେରିଆସିଲୁ, ଘରର କବାଟ ଭାଙ୍ଗିଥିଲା। ତା'ପରେ ସେ ଆମକୁ ପୂରା କଥା କହିଲା। ମୁଁ ମଧ୍ୟ
ତାକୁ କହିଲି ଯେ ତୁମେ ପାଟି ବନ୍ଦ କର ଏବଂ ପୁରୁଷମାନଙ୍କୁ ଏପରି କଥା କୁହ ନାହିଁ। ସେ କ୍ରୋଧିତ ହେବ ଏବଂ କିଛି ଭୁଲ କରିବେ। ତାପରେ ସେ ମୋ ପୁଅକୁ ମଧ୍ୟ କହିଥିଲେ ଯେ ଆପଣଙ୍କ କକା ମୋ ଉପରେ ଖରାପ ନଜର ପକାଇଛନ୍ତି। ସେହି ସମୟରେ ଅନୱାର ପଳାଇ ଯାଇ ତାଙ୍କ କକାଙ୍କୁ ଏହି ଦୁନିଆରୁ ପଠାଇ ଦେଇଥିଲେ। ମୁଁ କହୁନାହିଁ ସେ ବହୁତ ଭଲ କାମ କରିଛି। କକା ମଧ୍ୟ ପିତାଙ୍କ ସଦୃଶ, କିନ୍ତୁ ଯେତେବେଳେ ବୟସ୍କ ତାଙ୍କ ପରିବାରର ମହିଳାମାନଙ୍କ ଉପରେ ଖରାପ ଆଖି ପକାନ୍ତି ତେବେ ଆପଣ କ'ଣ କରିପାରିବେ? ଯୌବନରେ ରକ୍ତ ଗରମ ଥାଏ ପୁଅ। ସେଥିପାଇଁ ସେ କ୍ରୋଧିତ ହୋଇ ଏସବୁ କରିଥିଲା। ଦୌଡ଼ିକି ପରେ ଫେରି ଆସିଥିଲା। ସବୁ କିଛି ଠିକ୍ ହେବ ବୋଲି ସେ କହୁଥିଲା, କିନ୍ତୁ ମୋତେ ନିଜକୁ ପୋଲିସକୁ ହସ୍ତାନ୍ତର କରିବାକୁ ପଡ଼ିବ। କିନ୍ତୁ ମୁଁ ତୁମକୁ ପ୍ରତିଶ୍ରୁତି ଦେଉଛି ସବୁ ଠିକ୍ ହୋଇଯିବ। ଆଜି ପର୍ଯ୍ୟନ୍ତ ମୁଁ ତୁମକୁ ପ୍ରତିଶ୍ରୁତି ଦେଉଛି। ଆଜି ପର୍ଯ୍ୟନ୍ତ ମୁଁ ସେ କଥା ବୁଝିପାରୁନାହିଁ। ସେ ଏହି ଦୁନିଆ ଛାଡ଼ିବା ପରେ ସବୁ ଠିକ୍ ହୋଇଯିବ କି? କାରଣ ଆମେ ଜାଣିଥିଲୁ ଯଦି ପୋଲିସ ତାକୁ ଧରିବ ତେବେ ତାକୁ ମୃତ୍ୟୁଦଣ୍ଡ ଦିଆଯିବ। କିନ୍ତୁ ଯିବାବେଳେ ସେ କହୁଥିଲା ତୁମେ ସାହସ ହରାଇବ ନାହିଁ, ତୁମେ ଭୟ କର ନାହିଁ, ମୁଁ ସବୁ କିଛି ଠିକ୍ କରିଦେବି। ସେ ତ ମାଟି ତଳକୁ ଯାଇଛି। ବର୍ତ୍ତମାନ ମୋ ପୁଅ କେଉଁଠୁ ଆସିବ? ମୁଁ କହିଲି ଏହା ଏକ ଗୁରୁତ୍ୱପୂର୍ଣ୍ଣ କଥା, କିନ୍ତୁ ମୁଁ ବର୍ତ୍ତମାନ କହିପାରିବି ନାହିଁ। ତୁମ ପୁଅ ବହୁତ ବୁଦ୍ଧିମାନ ବ୍ୟକ୍ତି। ସେ ଯାହା କହୁଥିଲେ ତାହା ମିଛ ନୁହେଁ। ସେ ଯାହା କହିଛନ୍ତି ନିଶ୍ଚିତ ଭାବରେ କିଛି ଅର୍ଥ ଅଛି। ମୁଁ କେବଳ ତାଙ୍କୁ ବୁଝିବା ପାଇଁ ଏଠାକୁ ଆସିଛି। ତାପରେ ମୁଁ ସେମାନଙ୍କୁ ମଧ୍ୟ କହିଲି ତୁମର ପୁଅର ଶେଷ ଇଚ୍ଛା କ'ଣ? ବୃଦ୍ଧା ମହିଳା ମଧ୍ୟ ଏଥିରେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ତେବେ ତୁମେ କବର ଖୋଳିଛ କି? ମୁଁ ହଁ କହିଲି, କିନ୍ତୁ ସେ ନିଜେ ଅନୁମତି ଦେଇଛନ୍ତି ଏବଂ ମୁଁ ତୁମକୁ ମଧ୍ୟ କହିପାରିବି ନାହିଁ ଘଟଣା କ'ଣ। କିନ୍ତୁ ତୁମେ କହିଲ ଯେ ତୁମର ପୁଅର କିଛି ମାନଚିତ୍ର ଅଛି ଯାହା ସେ ସର୍ବଦା ନିଜଠାରୁ ଦୂରେଇ ରଖନ୍ତି ନାହିଁ। ମୁଁ ସେହି ମାନଚିତ୍ରଗୁଡ଼ିକ ପାଇପାରିବି କି? ବୃଦ୍ଧ ଜଣକ ମୋତେ ଅଦ୍ଭୁତ ଭାବରେ ଚାହିଁଲେ, କାରଣ ଏହା ତାଙ୍କ ପୁଅର ଶେଷ ଚିହ୍ନ ଥିଲା। ମୁଁ କହିଲି ମୁଁ ଦେଖିବି ଏବଂ ଏହାକୁ ତୁମକୁ ଫେରାଇ ଦେବି। ତେଣୁ ସେ ତାଙ୍କ ବୋହୂକୁ ସଂକେତ ଦେଲେ। କିଛି ସମୟ ପରେ ସେ ମାନଚିତ୍ର ପଠାଇଲେ। ମୁଁ ଦେଖିଲି ଏକ ବଡ଼ ମୋଟା ପୁସ୍ତକ ଅଛି ଯେଉଁଥିରେ ସେ କିଛି କାଗଜପତ୍ର ରଖିଥିଲେ। ଏହା ବହୁତ ଭାରି ଥିଲା। ମୁଁ ତାଙ୍କୁ କହିଲି ଯେ କିଛି ସମୟ ପରେ ମୁଁ ତୁମ ସନ୍ତକ ଫେରାଇ ଦେବି। ମୋ ଉପରେ ବିଶ୍ୱାସ ରଖ ଏବଂ ତମ ପୁଅର ମୋତେ ଯାହା କହିଥିଲେ ମୁଁ ତୁମକୁ ସମାନ କଥା କହିବାକୁ ଚାହେଁ। ତୁମେମାନେ ଚିନ୍ତା କରିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ମୁଁ ପୁଣି ସେହି କବର ଆଡ଼କୁ ଗଲି ଏବଂ ସେଠାରେ ଠିଆ ହୋଇଥିବା ଶ୍ରମିକମାନଙ୍କ ଦ୍ୱାରା ମୋତେ ପୁନର୍ବାର କାର୍ଯ୍ୟ କରିବାକୁ ପଡ଼ିଲା। ମୁଁ ସେମାନଙ୍କୁ ସୂଚାଇ କହିଲି ଏହି କବର ପାର୍ଶ୍ୱ ଅଞ୍ଚଳକୁ ଖୋଲ। ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ମୁଁ କହିଲି ଏହି ଶ୍ମଶାନର କବର ଖନନକୁ ଡାକ ଏବଂ ତାଙ୍କୁ ଆଣ। ଯେତେବେଳେ ସେହି କବର ଖନନକାରୀଙ୍କୁ ଡକାଯାଇ ଅଣାଯାଇଥିଲା ତାଙ୍କ ଚେହେରା ପୂର୍ବରୁ ଭୟଭୀତ ଦେଖାଯାଉଥିଲା, ଯେମିତି ସେ ଜଣେ ଅପରାଧୀ। ମୁଁ କହିଲି ତୁମେ କ'ଣ ଜାଣିଛ? ତୁମେ ଅନୱରଙ୍କୁ ଜାଣିଛ କି? ପ୍ରଥମେ ସେ ଡରିଯାଇଥିଲେ। ତାପରେ ସେ କହିଲେ ହଁ ମୁଁ ଜାଣେ। ସେ ମୋର ସର୍ବୋତ୍ତମ ବନ୍ଧୁ। ସେ ମୋର ପିଲାଦିନର ବନ୍ଧୁ ଥିଲା। ଆମେ ସୁଖ ଏବଂ ଦୁଃଖରେ ପରସ୍ପରର ବନ୍ଧୁ ଥିଲୁ। ମୁଁ କହିଲି ସେଥିପାଇଁ ତୁମେ ଏସବୁ କରିଛ? ସେ କହିଲା ମୁଁ କିଛି କରିନାହିଁ। ଯାହା ବି କଲା ସେ ନିଜ କଲା। ମୁଁ କେବଳ ତାକୁ ସାହାଯ୍ୟ କଲି। ମୁଁ କହିଲି ଯେ ତୁମେ ଜାଣ ଯେ ଏହିପରି ସାହାଯ୍ୟ କରିବା ପାଇଁ ମୁଁ ତୁମକୁ ଗିରଫ କରିପାରିବି। ତାପରେ ସେ କହିଲା ନା ସାର୍, ମୁଁ ଜାଣେ ତୁମେ ମୋର ଅନିଷ୍ଟ କରିପାରିବ ନାହିଁ। ମୁଁ ଚୁପ୍ ରହିଲି, କାରଣ ସେ ଠିକ୍ କହିଥିଲା। ପ୍ରକୃତ କଥା ହେଲା ଯେତେବେଳେ ଅନୱରଙ୍କ କବର ଖୋଳାଯାଇଥିଲା କବର ଭିତରଟି ସମ୍ପୂର୍ଣ୍ଣ ଖୋଲି ନଥିଲା। ତେଣୁ ଏହି କବରରୁ କୌଣସି ଗନ୍ଧ ଆସୁନଥିଲା କିମ୍ବା କୌଣସି ଅଜବ ଦୃଶ୍ୟ ଦେଖିନାହୁଁ, କାରଣ ଅନୱର ତାଙ୍କ କବର ଭିତରେ ନଥିଲେ। ଏବଂ ସେହି ମାନଚିତ୍ର ଯାହା ମୋତେ ତାଙ୍କ ମା ଦେଇଥିଲେ ସେଥିରୁ ଜଣାପଡ଼ୁଥିଲା ଯେ ଅନୱର ବହୁତ ବୁଦ୍ଧିମାନ, ଜଣେ ଦକ୍ଷ ବ୍ୟକ୍ତି।
ବହୁତ ଭଲ ମିସ୍ତ୍ରୀ ଏବଂ ଲୋକଙ୍କ ଘର ନିର୍ମାଣରେ ବ୍ୟବହାର କରୁଥିଲେ। ସେ ଏହି ଜିନିଷ ପାଇଁ ପ୍ରସିଦ୍ଧ ଥିଲେ। ଛୋଟ ଛୋଟ ସ୍ଥାନରେ ମଧ୍ୟ ସେ ଘରକୁ ଅତ୍ୟଧିକ ଆକର୍ଷଣୀୟ କରିପାରନ୍ତି। ଲୋକମାନେ ତଟକା ହୋଇଯାଉଥିଲେ ଯେ ସେ ଅଳ୍ପ ଜାଗାରେ ଏପରି ଘର ନିର୍ମାଣ କରୁଥିଲେ ଯେ ସେଥିରେ 2-4 କୋଠରୀ ଯୋଗ କରି ରୋଷେଇ ଘର ମଧ୍ୟ ନିର୍ମାଣ କରୁଥିଲେ। ପ୍ରାଙ୍ଗଣ ମଧ୍ୟ ବାହାର କରୁଥିଲେ। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ସେ କେତେ ପରିଷ୍କାର ଏବଂ ସୁନ୍ଦର ଭାବରେ ଏକ ଛୋଟ ଜାଗାରେ ଭଲ ଘର ନିର୍ମାଣ କରିଥିଲେ, ଟିକିଏ ଜାଗା ମଧ୍ୟ ନଷ୍ଟ ନ କରି। ତାଙ୍କର ପ୍ରତିଭା ଏହିପରି ଥିଲା ଏବଂ ସେ ଏହା କରିଥିଲେ। ସେ ନିଜ କବର ଭିତରୁ ଏକ ରାସ୍ତା ତିଆରି କରି ଅନ୍ୟ ପାର୍ଶ୍ୱରୁ ଏକ ବାଟ ବାହାର କରିଥିଲେ। ଅର୍ଥାତ୍ ଯେତେବେଳେ ଆମେ ତାଙ୍କୁ କବରରେ ରଖିଥିଲୁ ସେ କବର ଭିତରେ ଏକ ଟନେଲ ଦେଇ ବାହାରି ଯାଇଥିଲେ। କିନ୍ତୁ ଏଠାରେ ପ୍ରଶ୍ନ ଥିଲା ଯେ ଯେତେବେଳେ ଆମେ ତାଙ୍କୁ ଫାଶୀ ଦେଇଥିଲୁ ସେ କିପରି ରକ୍ଷା ପାଇଲେ? ମୁଁ ମଧ୍ୟ ତା'ର ଉତ୍ତର ପାଇଲି, ତାହା ହେଉଛି ବୋଧହୁଏ ସେ ଆଦୌ ମରିନଥିଲେ। ଏହା କିପରି ହୋଇପାରେ? ମୁଁ ତାଙ୍କ ସାଙ୍ଗଙ୍କୁ ପଚାରିଲି, ସେ ବର୍ତ୍ତମାନ କେଉଁଠାରେ ଅଛନ୍ତି? ତେଣୁ ସେ କହିଲା, ମୁଁ କହିବି ନାହିଁ। ମୁଁ କହିଲି, ମୁଁ ତୁମକୁ ପ୍ରତିଜ୍ଞା କରୁଛି ମୁଁ ତାଙ୍କ ସହ କିଛି କରିବି ନାହିଁ ଆଉ ତାଙ୍କୁ କୌଣସି ଦଣ୍ଡ ହେବ ନାହିଁ। କିନ୍ତୁ ତୁମେ ମୋତେ କୁହ ସେ କେଉଁଠାରେ ଅଛି? ତାପରେ ସେ ମୋତେ କହିଲା, ଏଠାରୁ ବହୁତ ଦୂରରେ ଏକ ଗାଁ ଅଛି, ସେ ସେଠାରେ ଅଛି। ଏଥର ମୁଁ ଏକାକୀ ସେହି ଗାଁ ଆଡ଼କୁ ଗଲି। ମୋତେ ଯେଉଁ ପଥ କୁହାଯାଇଥିଲା ମୁଁ ସେଠାରେ ପହଞ୍ଚିଲି। ସାମ୍ନାରେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲି, କାରଣ ଅନୱର ମୋ ସାମ୍ନାରେ ଠିଆ ହୋଇଥିଲେ। ଏହା କିପରି ସମ୍ଭବ? ଆମେ ତାଙ୍କୁ ଫାଶୀ ଦେଇଥିଲୁ, ଶବ ଉଠାଇ ତାଙ୍କ ପରିବାରକୁ ପଠାଇଥିଲୁ, ତେବେ ସେ କିପରି ବଞ୍ଚିଗଲେ? କିନ୍ତୁ ତଥାପି ତାଙ୍କ ମୁହଁରେ ହସ ଫୁଟୁଥିଲା। ସେ କହିଲା, ଜେଲର ସାର୍, ଆସନ୍ତୁ, ମୁଁ ତୁମକୁ କିଛି ସୁନ୍ଦର ଦୁଗ୍ଧ ଚା ପିଇବାକୁ ଦେବି। ତାଙ୍କ ପୋଷାକ ଏବଂ ଅବସ୍ଥା ଦେଖି ଲାଗୁଥିଲା ଯେ ସେ କିଛି କଠିନ ପରିଶ୍ରମ କରୁଛନ୍ତି। ମୁଁ ଆଗକୁ ଚାହିଁ ଦେଖିଲି ଏକ ଛୋଟ ଘର ନିର୍ମାଣ ହେଉଛି। ମୁଁ ସେହି ଘର ଭିତରକୁ ପ୍ରବେଶ କଲି। ମୁଁ ସେହି ଘରେ ପ୍ରବେଶ କଲାବେଳେ ଆଶ୍ଚର୍ଯ୍ୟ ହୋଇଗଲି। ଏହି ଘରଟି ଏକ ପ୍ରାସାଦ ପରି ମନେ ହେଉଥିଲା। ଏପରି ଏକ ଘର ଏତେ ଛୋଟ ସ୍ଥାନରେ ନିର୍ମିତ ହୋଇଥିଲା ଯେପରି ଏକ ପ୍ରାସାଦ ଅଛି। ସେ ମୋ ସାମ୍ନାରେ ଦୁଗ୍ଧ ଚା ରଖି କହିଲେ, ଏହାକୁ ପିଅନ୍ତୁ ସାର୍, ଭୟ କରନ୍ତୁ ନାହିଁ ସାର୍, ମୁଁ ଆପଣଙ୍କୁ ମାରିବାକୁ ଚାହେଁ ନାହିଁ। ମୁଁ କହିଲି, ଏସବୁ କେମିତି ସମ୍ଭବ ହେଲା? ସେ କହିଲେ ଯେ ସେଦିନ ବହୁତ ଥଣ୍ଡା ଥିଲା ଏବଂ ଆପଣ ଜାଣନ୍ତି ଯେ ହାଡ଼ ନ ଭାଙ୍ଗିବା ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଏହି ଦୁନିଆ ଛାଡ଼ିବ ନାହିଁ ଏବଂ ମୁଁ ଜଣେ ଲମ୍ବା ବ୍ୟକ୍ତି ଥିଲି। ଶୀତଦିନେ ହାଡ଼ ଭାଙ୍ଗିବା ବହୁତ କଷ୍ଟସାଧ୍ୟ ହୋଇଯାଏ। ସାର୍, ଏହା ମୋର ଭାଗ୍ୟ ଥିଲା। ମୁଁ ଉଦ୍ଧାର ପାଇଲି, ଟିକିଏ ଅଭିନୟ କରିଥିଲି ଏବଂ ତୁମେ ଏହା ଜାଣିଛ। ବର୍ତ୍ତମାନ ତୁମେ ମୋତେ ଆଉ ନିୟମ ଅଧୀନରେ ଆଣିପାରିବ ନାହିଁ। ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି। ମୋର ଠେଙ୍ଗା ଧରି ମୁଁ ତାଙ୍କ ଆଡ଼କୁ ଚାହିଁଲି। ମୁଁ କହିଲି, ତୁମେ ଏହା ମଧ୍ୟ ଜାଣିଛ? ସେ ହଁ କହିଲା, କାରଣ ଭାରତୀୟ ନିୟମ ଅନୁଯାୟୀ ଯଦି ତୁମେ ଜଣେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେଇଥାଅ କିନ୍ତୁ ଟାଙ୍ଗିବା ସମୟରେ ତା'ର ଦଉଡ଼ି ଛିଡ଼ିଯାଏ କିମ୍ବା ଫାଶୀ ଦିଆଯିବା ପରେ ମଧ୍ୟ ସେ ବଞ୍ଚିଥାଏ, ତାହେଲେ ତୁମେ ତାଙ୍କୁ ପୁନର୍ବାର ଆଇନ ଅଧୀନକୁ ଆଣିପାରିବ ନାହିଁ। ସେ କହିଥିଲେ ଯେ ମୁଁ ସମଗ୍ର ଦୁନିଆ ପାଇଁ ମରିସାରିଛି କିନ୍ତୁ ତଥାପି ଜୀବିତ ଅଛି, ଏକ ଘର ନିର୍ମାଣ କରୁଛି। ଯେତେବେଳେ ଏହା ଶେଷ ହେବ ମୁଁ ମୋ ପରିବାର, ମୋ ପତ୍ନୀ, ପିଲା ଏବଂ ମା'ଙ୍କୁ ଫେରାଇ ଆଣିବି। ଏହି ଘର ନିର୍ମାଣ ପାଇଁ ମୋତେ 4 ମାସ ସମୟ ଲାଗିଛି, ତଥାପି 20 ଦିନ ବାକି ଅଛି। ଏହାପରେ ଆମେ ଆରାମରେ ଏବଂ ଶାନ୍ତିରେ ବାସ କରିବୁ। ମୁଁ ମୋର ନାମ ଏଠାରେ କାହାକୁ କହିନାହିଁ ଏବଂ ସେ ମଧ୍ୟ ନିଜର ରୂପକୁ ଟିକିଏ ବଦଳାଇ ମୁହଁରେ ଦାଢ଼ି ବଢ଼ାଇଥିଲେ। ମୁଁ କହିଲି, କିନ୍ତୁ ତୁମେ ଏକ ଅପରାଧ କରିଛ, ତେବେ ଦଣ୍ଡରୁ ରକ୍ଷା ପାଇବା ପାଇଁ ତୁମେ ଏସବୁ କାହିଁକି କଲ? ସେ କହିଲେ ଯେ ହଁ, ମୁଁ ଏକ ଅପରାଧ କରିଛି, କିନ୍ତୁ ମୁଁ ଯେଉଁ ବ୍ୟକ୍ତିଙ୍କୁ ହତ୍ୟା କରିଥିଲି ସେ ମଧ୍ୟ ଏକ ଅପରାଧ କରିଥିଲେ। ସେ ଜଣେ ଭଲ ବ୍ୟକ୍ତି ନୁହନ୍ତି। ତାପରେ ଜଣେ ବ୍ୟକ୍ତି କେବଳ ନିଜକୁ ବଞ୍ଚାଇବା ପାଇଁ ଏସବୁ କରେ।
ସାର୍, ବର୍ତ୍ତମାନ ତୁମର ନିୟମ ମୋତେ କ୍ଷତି ପହଞ୍ଚାଇ ପାରିବ ନାହିଁ। ମୁଁ କହିଲି, ତୁମେ ସମ୍ପୂର୍ଣ୍ଣ ଠିକ୍। ହଁ, ମୁଁ ଆଶ୍ଚର୍ଯ୍ୟ ହୋଇଛି ଯେ ତୁମେ ମୋତେ ଏସବୁ କହିଛ। ତୁମେ କାହିଁକି କହିଲ? ତୁମେ ଚୁପଚାପ ଚାଲିଯାଇଥିଲ ଏବଂ ତୁମେ ମଧ୍ୟ ଏଠାରେ ଜୀବନ ବିତାଉଥିଲ। ତେଣୁ ସେ କହିଲା, ଯଦି ମୁଁ ତୁମକୁ ଏସବୁ କହିନଥାନ୍ତି ତେବେ ତୁମେ କିପରି ଜାଣିଥାନ୍ତ ମୁଁ କ'ଣ? ଏହା ଉପରେ ସେ ହସିବାକୁ ଲାଗିଲେ। ମୋ ମୁହଁରେ ମଧ୍ୟ ହସ ଥିଲା। ମୁଁ କହିଲି, ତୁମେ ପ୍ରକୃତରେ ଜଣେ ଭଲ ମଣିଷ। ମୋ ପାଖରେ ତୁମ ପାଇଁ ଏକ ଚାକିରି ଅଛି। ମୋ ଭିଣେଇ ଏକ ବଡ଼ କମ୍ପାନୀର ମାଲିକ। ମୁଁ ତାଙ୍କ ସହ କଥା ହେଲି ଏବଂ କହିଲି ଯେ ଜଣେ ଲୋକ ଅଛନ୍ତି ଯିଏ ତୁମ କାମରେ ଆଶ୍ଚର୍ଯ୍ୟଜନକ ସହଯୋଗ କରିବ। ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିଲେ, ପରେ ତାଙ୍କୁ ମୋ ପାଖକୁ ପଠାନ୍ତୁ। ଆମେ ତାଙ୍କୁ ନିଯୁକ୍ତି ଦେଇଛୁ। ଆଜି ଏହା ଘଟିବାର ବହୁ ବର୍ଷ ବିତିଗଲା। ସେ ସେଠାରେ ରୁହନ୍ତି। ସେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କୁ ମଧ୍ୟ ନେଇଗଲେ। ମୁଁ ଏହା ବିଷୟରେ ଭାବି ଆଶ୍ଚର୍ଯ୍ୟ ହୋଇଗଲି। ଯେତେବେଳେ ତାଙ୍କ ମା ଦେଖିଥିବେ ଯେ ମୋ ପୁଅ ଜୀବିତ, ସେ କେତେ ଖୁସି ଅନୁଭବ କରିଥିବେ। ଏହି କାହାଣୀଟି ମୋ ଜୀବନର ସବୁଠାରୁ ଅଦ୍ଭୁତ କାହାଣୀ ଥିଲା। ଯଦି ଆପଣ ଆଜିର କାହାଣୀକୁ ପସନ୍ଦ କରନ୍ତି ତେବେ ନିଶ୍ଚିତ ଭାବରେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଏହାକୁ ଆପଣଙ୍କ ସାଙ୍ଗମାନଙ୍କ ସହିତ ମଧ୍ୟ ଅଂଶୀଦାର କରନ୍ତୁ। ନୂଆ କାହାଣୀ ଶୁଣିବା ପାଇଁ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।